ବର୍ଷ ଧାନ ଚାଷ ହବ ନା ହବନି? ଧାନ ଭଲ ହବନି ଏ ବର୍ଷ ଆଜ୍ଞା। ହବନି ନା। ଆଉ ବୈଜ୍ଞାନିକ ମାନେ କହୁଛନ୍ତି ମୌସୁମୀ ସକ୍ରିୟ ରହିଛି, ମୌସୁମୀ ବର୍ଷା 100% ଉପରେ ବର୍ଷା ହବ। ଯେତେ କହିଲେ ମଧ୍ୟ ଆଜ୍ଞା, ଯେତେ କହିଲେ ମଧ୍ୟ କେହି ବିହନ ହଜାରି ଦିନେ ବୁଲୁଥିବେ ଚଷା। ଚଷା ମାନେ ବିହନକୁ ହଜେଇକିରି ଏ ବର୍ଷ ବୁଲିବେ, ବିହନ ମିଳିବନି, ଧାନ କଣ ହବ? ସାର୍ ଆଉ ଗୋଟେ କଥା ମୁଁ କହିବି ସାର୍, ଆମର ବର୍ତ୍ତମାନ ଯୋଉ ରଥଯାତ୍ରା ସାର୍ କେବେଠାରୁ ବନ୍ଦ ହବ ବୋଲି ମାଳିକାରେ ଲେଖା ହେଇଥିଲା? 26 ଠୁ 2026 ଠାରୁ 6 ବର୍ଷ ବନ୍ଦ ହବ, 31 ମସିହା ଯାକେ। 26 ରୁ 6 ବର୍ଷ ବନ୍ଦ ହବ। ତାପରେ ତ ଆଉ ନାହିଁ, ଆଉ 31 ପରେ ସଂସ୍କାର ହେଇକିରି ଅନନ୍ତ ଯୁଗ ଆସି ଯାଇଥିବ, ଆଉ ତାପରେ ଆଉ ରଥଯାତ୍ରା କଣ ହବ? ଆଉ 6 ବର୍ଷ ନନ୍ଦୀ ଘୋଷ ଯାତ୍ରା ରଖି ଦେବି ଶୁଣରେ ଦାସ, ଭକ୍ତେ ଦୁଃଖ କରିବେ ଅବଶ୍ୟ। ଆଚ୍ଛା, ସେ କହିଛି 6 ବର୍ଷ ନନ୍ଦିଘୋଷ ଯାତ୍ରା ବନ୍ଦ ହବ 2026 ରେ। ସାର୍ ଏମିତି କଣ ତୃତୀୟ ବିଶ୍ୱଯୁଦ୍ଧ ହବ 2026 ରେ। ଆଜ୍ଞା, ଏ ଭାରତ ପାକିସ୍ତାନ ଯୋଗୁ ତୃତୀୟ ବିଶ୍ୱଯୁଦ୍ଧ ହବ। ଆଜ୍ଞା ସାର୍, ଏମିତି କଣ କିଛି ସିଚୁଏସନ ଆସିବ? ସାର୍ ଏମିତି କଣ କିଛି ସିଚୁଏସନ ଆସିବ ଯାହା ଦ୍ୱାରା କି ସଡନ ରଥଯାତ୍ରା ବନ୍ଦ ହେଇଯିବ? ରଥଯାତ୍ରା ଆଜ୍ଞା ସାର୍, କହିଲି ପରା, ମୀନ ରାଶି କି ଶନିସ୍ତର ଯିବ, ଓଡିଶା ନଷ୍ଟ ଭ୍ରଷ୍ଟ ହୋଇଯିବ। ବଦ୍ୟ ନ ଧରିବ ନାଡିର ଦୋଷ, ନାଡି ଧରିଲେ କରିବ ବା କିସ? ଯେଉଁ ଔଷଧ ବଦ୍ୟ ପୁଣି ଦେବ, ମଣୁ ଖାଇଲେ ନିଶ୍ଚୟ ମରିଯିବ। ଏମିତି ରୋଗ ଯନ୍ତ୍ରଣା ଆସିବ ଯେ ଲୋକ ବଦ୍ୟ କି ଡାକ୍ତର ମାନେ ରୋଗ ଚିହ୍ନି ପାରିବେନି। ଗୋଟାଏ ରୋଗ ହେଇଥିବ, ଆଉ ଗୋଟାଏ ରୋଗକୁ ଔଷଧ ଦେବେ, ସେ ଔଷଧ ଖାଇଲେ ଲୋକ ମରିଯିବେ। ଆଚ୍ଛା। ଏବେ ଯେମିତି 6ଟା ଗର୍ଭବତୀ ସ୍ତ୍ରୀ ଲୋକ ଏଠି ଇଞ୍ଜେକ୍ସନ ଦେବାରୁ ମରିଗଲେ। ଆଚ୍ଛା ସାର୍, ଏବେ ତ ସାର୍ ପୁଣି ଡାଇରିଆ ବ୍ୟାପିଛି ଜୋରରେ, 4-5ଟା ଜିଲ୍ଲାକୁ ହେଇଗଲାଣି, ବହୁତ ଲୋକ ମରି ବି ଗଲେଣି। ପରା 2 ବିଷ ଦେବେ, ବର୍ଷ ବଲାଇବ, ମହାବୀତିପାତ ହେବ, ଅଜଣା ରୋଗରେ ନାଶ ଦିନେ ସର୍ବେ, ହାହାକାର ପଡିଯିବ, ବହୁ ମହାମାରୀ ବିଚକ୍ଷଣ ଭାବେ ଗ୍ରାସିବେ ସାରା ଅବନି, ବୁଦ୍ଧି ବଳ ସବୁ ବିଫଳ ହୋଇବ, ପଥ୍ୟାପଥ୍ୟ ମିଳିବନି। ବହୁତ ମହାମାରୀ ଆସିବ, ଇଏ କୋରୋନା ଗୋଟେ ମହାମାରୀ, ହଇଜା ଗୋଟେ ମହାମାରୀ, ଆଜ୍ଞା ସାର୍, ଏମିତି ଆସିବ ସବୁ। ଆଉ କଣ ଅଛି, ରୋଗ ଯନ୍ତ୍ରଣା ତ ବଳେଇବ, ପ୍ରାକୃତିକ କୃତ୍ରିମ ସବୁ ହବ। ଆଉ ସାର୍ ଆଉ ଗୋଟେ କଥା ଭିତରେ ସାର୍ ଗୋଟେ ପ୍ରଶ୍ନବାଚୀ ହେଇଯାଉଛି। ଶ୍ରୀକାନ୍ତ ବାବୁ ଆପଣ ଲାଇନରେ ଅଛନ୍ତି ନା? ସାର୍ ଆଉ ଗୋଟେ ପ୍ରଶ୍ନବାଚୀ କଣ ହେଇଯାଉଛି, ବର୍ତ୍ତମାନ ସାର୍ ଯୋଉ ଯୁଦ୍ଧ ପରିସ୍ଥିତି ଲାଗି ରହିଛି, ବାରମ୍ବାର କୋଉ ଦେଶ ସହିତ କୋଉ ଦେଶ ନା କିଛି ଗୋଟେ ଯୁଦ୍ଧ ସବୁବେଳେ ଲାଗି ଚାଲିଛି। ଶୁଣନ୍ତୁ, ଦେଶ ଦେଶ ମଧ୍ୟରେ ମହା ଗୋଳ ଉପୁଜିବ, ନାମକୁ ମାତ୍ର ଯୁଦ୍ଧ ପ୍ରସଙ୍ଗ ହୋଇବ। ସେ ବହିରେ ମୁଁ ଲେଖିଛି, ମୁକ୍ତିପଥ ବହିରେ। ଆଜ୍ଞା, ଦେଶ ଦେଶ ମଧ୍ୟରେ ପୃଥିବୀରେ ସବୁ ଯୁଦ୍ଧ ଲାଗିବ, ଏ ଦେଶ ହାତରେ ସେ ଦେଶ, ସେ ଦେଶ ହାତରେ ସେ ଦେଶ, ଏମିତି ଯୁଦ୍ଧ ଲାଗିବ। ଶେଷକୁ 2026 ରେ ତୃତୀୟ ବିଶ୍ୱଯୁଦ୍ଧରେ ଭାରତ ପାକିସ୍ତାନ ଯୋଗୁ ସବୁ ଧ୍ୱଂସ ହେଇଯିବ।